ମୁଁ ସୁଜିତ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ ଯାହାକି ତମମାନଙ୍କର MIL ଓଡ଼ିଆ ପ୍ଲସ୍ ଟୁ ସେକେଣ୍ଡ ଇୟରର ଗ୍ରାମାର ସେକ୍ସନ୍ ଯାହାକି ରୂଢ଼ିକୁ ବାକ୍ୟରେ ପ୍ରୟୋଗ କରିବା। ନିଶ୍ଚିତ ଭାବରେ ଏହି ଭିଡ଼ିଓଟି ଉପାଦେୟ ହେବ ବୋଲି ମୁଁ ଅନୁଭବ କରୁଛି। ତ ପ୍ରଥମେ ଆମେମାନେ ଦେଖିବା ଯେ ରୂଢ଼ି କାହାକୁ କୁହାଯାଏ। ତ ରୂଢ଼ିର ପ୍ରକାରଭେଦ ତାହାର ରୂଢ଼ିର ଅର୍ଥ ତମମାନଙ୍କର ଗୋଟେ କ୍ୱେଶ୍ଚିନ୍ ଆସିବ ତମର ବୋର୍ଡ଼ ଏକ୍ଜାମରେ ଯେ ଗୋଟେ ରୂଢ଼ି ଦିଆଯାଇଥିବ ଏବଂ ଅର୍ଥ କହିଥିବ। ତାହାକୁ ତମମାନଙ୍କର ଯେପରି ଅକଷ ରଖିବାର ଅର୍ଥ କ'ଣ, ତାପରେ ତଳେ ଲେଖା ହେଇଥିବ ରାଗ ରଖିବା, ଦୋଷ ରଖିବା, ଗାଲି ରଖିବା, ଏଇଭଳି ଅନେକ ଗୁଡ଼ିଏ ଜିନିଷ ଲେଖା ହେଇଥିବ। 3-4ଟି ଅପସନ୍ ଲେଖା ହେଇଥିବ। ତ ମାନେ ସେଥିରୁ ଗୋଟେ ବାଛିବାର ଅଛି। ସିଙ୍ଗଲ ଗୋଟେ କ୍ୱେଶ୍ଚିନ୍ ହିଁ ଆସିବ ହେଲା। ତ ରୂଢ଼ିକୁ ବାକ୍ୟରେ ପ୍ରୟୋଗ। ପ୍ରଥମେ ଆମେ ଦେଖିବା ଯେ ରୂଢ଼ି କାହାକୁ କୁହାଯାଏ। ରୂଢ଼ି ଆମେ ତାହାକୁ କହିବା ଅଭିଧା ଅର୍ଥକୁ ନ ବୁଝାଇ ଅର୍ଥାତ୍ ଅବିଧାନିକ ଅର୍ଥକୁ ନ ବୁଝାଇ ଅନ୍ୟ ପ୍ରଯୋଜନୀୟ ଅର୍ଥରେ ପଦଗୁଡ଼ିକ ବାକ୍ୟରେ ବ୍ୟବହୃତ ହେଲେ ତାକୁ ରୂଢ଼ି ବୋଲି କୁହାଯାଏ। ଅର୍ଥାତ୍ ଯାହା ଅଛି ତାର ଡିକ୍ସନାରୀ ମିନିଂକୁ ନ ବୁଝାଇ ଅନ୍ୟ ମିନିଂକୁ ବୁଝାଇବା ହିଁ ରୂଢ଼ି କୁହାଯାଏ। ସରିଗଲା, ବାସ୍, ଆଉ କିଛି ଆବଶ୍ୟକତା ନାହିଁ ଜାଣିବାର। ତାପରେ ଆମେ ଦେଖିବା ରୂଢ଼ିର ପ୍ରକାରଭେଦ। ତର ଯଦି ଆମେ ଦେଖୁଛେ ଗଠନଗତ ସ୍ୱାତନ୍ତ୍ର୍ୟ ଆଧାରରେ ଏହାକୁ ନିମ୍ନ 3 ପ୍ରକାରରେ ଭାଗ କରାଯାଇଛି। ଗୋଟେ ହେଲା କ୍ରିୟାଯୁକ୍ତ ରୂଢ଼ି, କ୍ରିୟାହୀନ ରୂଢ଼ି ଏବଂ ଉପମା ବା ତୁଳନାତ୍ମକ ରୂଢ଼ି। ଉପମାମୂଳକ ରୂଢ଼ି ବା ତୁଳନାତ୍ମକ ରୂଢ଼ି ଅର୍ଥାତ୍ ସେଥିରେ ତୁଳନା ଦିଆଯାଇଥିବ। ଏବଂ କ୍ରିୟାଯୁକ୍ତ ରୂଢ଼ିରେ କ'ଣ ଥିବ ନା ବ ଲାଗିଯାଇଥିବ, ଯେପରି ଅକଷ ରଖିବା, ବ ଏଭଳି ଲାଗିଥିବ। ଆଉ କ୍ରିୟାହୀନ ରୂଢ଼ିରେ ଏଗୁଡ଼ିକ ଲାଗିନଥିବ। ଆଉ ତୁଳନାତ୍ମକ ରୂଢ଼ିରେ କ'ଣ ଲାଗିଥିବ ପରି, ସେଭଳି ତୁଳନାତ୍ମକ ଶବ୍ଦ ଗୁଡ଼ିକ ରହିଥିବ। ତ ପ୍ରଥମେ ଦେଖିବା କ୍ରିୟାଯୁକ୍ତ ରୂଢ଼ି ସମ୍ପର୍କରେ। ତ କୌଣସି ବାକ୍ୟାଂଶ ବା ପଦ ସଂହତିରେ କ୍ରିୟାପଦ ସଂଯୁକ୍ତ ହୋଇ ତାହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଲାକ୍ଷଣିକ ଅର୍ଥ ପ୍ରକାଶ କରୁଥିଲେ ତାହାକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଇଥାଏ। ତ ଯେଉଁ ବାକ୍ୟାଂଶ ବା ପଦ ସଂହତି ଥିବ ବା କେତେ ଗୁଡ଼ିଏ ପଦ ଶବ୍ଦ ନେଇକି ସୃଷ୍ଟି ହେଇଥିବ, ତାହା ପୁଣି କ'ଣ ହେବ ନା ସଂଯୁକ୍ତ ହୋଇ ସମ୍ପୂର୍ଣ୍ଣ ଭାବେ ଗୋଟେ ନୂଆ ଅର୍ଥ ପ୍ରକାଶ କରୁଥିବ, ତାକୁ ହିଁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଇଥିବ। ଏହା କ୍ରିୟା ସହ ସଂଯୁକ୍ତ ଥିବ। ଏଠାରେ ତମମାନଙ୍କର ଅକଷ ରଖିବା ଗୋଟେ କ୍ରିୟା ଶବ୍ଦ ଏଇଭଳି ସଂଯୁକ୍ତ ହେଇକି ହେଇଛି, ତାକୁ କୁହାଯାଏ କ୍ରିୟାଯୁକ୍ତ ରୂଢ଼ି। ଓଡ଼ିଆ ଭାଷାରେ ପ୍ରଚଳିତ ଏହି ପର୍ଯ୍ୟାୟର ରୂଢ଼ି ଅର୍ଥ ସହ ତାହାର ପ୍ରୟୋଗ ବିଧି ନିମ୍ନରେ ପ୍ରଦାନ କରାଯାଇଛି। ତ ପ୍ରଥମେ ହେଲା ତମମାନଙ୍କର ପୂର୍ବରୁ ମଧ୍ୟ ଆସିଥିଲା ଅକଷ ରଖିବାର ଅର୍ଥ କ'ଣ ନା ରାଗ ରଖିବା। ତ ଗୋବିନ୍ଦ ବାବୁଙ୍କ ଅନ୍ୟାୟ କାର୍ଯ୍ୟକଳାପକୁ ମୁଁ ବିରୋଧ କରୁଥିବାରୁ ସେ ମୋ ଉପରେ ଅକଷ ରଖିଛନ୍ତି ଅର୍ଥାତ୍ ରାଗ ରଖିଛନ୍ତି। ତାପରେ ସେକେଣ୍ଡ ହେଲା ଆଖି ପକାଇବା। ଆଖି ପକାଇବା ଅର୍ଥାତ୍ ଗୋଟେ ଜିନିଷ ପ୍ରତି ଲୋଭ କରିବା। ତାପରେ ହେଲା ଆଖି ବୁଜିବା ଅର୍ଥାତ୍ ମୃତ୍ୟୁ ମୁଖରେ ପଡ଼ିବା। ତାପରେ ଆଖି ଲାଖିଯିବା ଅର୍ଥାତ୍ ସମ୍ମୋହିତ ହେବା, ଗୋଟେ ଜିନିଷ ପ୍ରତି ଦେଖିକି ତା ପ୍ରତି ଲୋଭ, ଗୋଟେ ପ୍ରକାର ସମ୍ମୋହନ ହେଇଯିବା। ଆଖିରେ ପଡ଼ିବା ଅର୍ଥାତ୍ ନଜରରେ ପଡ଼ିବା, ଗୋଟେ ଜିନିଷ ନଜରରେ ପଡ଼ିବା। ଆଖିରେ ଧୂଳି ଦେବା ଅର୍ଥାତ୍ ଠକି ଦେଇ ଚାଲିଯିବା। ଆମ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚାକର ଟୋକା ଘରୁ ସମସ୍ତ ସୁନା ଲୁଟ୍ କରି ନେଇଗଲା ଅର୍ଥାତ୍ ଠକି ଦେଇ ପଳେଇଗଲା। ତାପରେ ଆଖି ଖୁସି ହୋଇଯିବା ଅର୍ଥାତ୍ ଆଶ୍ଚର୍ଯ୍ୟ ହେବା। କୋଣାର୍କର ଶିଳ୍ପକଳାକୁ ଦେଖି ଦର୍ଶକମାନଙ୍କର ଆଖି ଖୁସି ହେଇଯାଇଛି ଅର୍ଥାତ୍ ଆଶ୍ଚର୍ଯ୍ୟଚକିତ ସେମାନେ ହେଇଯାଇଛନ୍ତି। ଆଖୁ କିଆରିରେ ପଶିବା ଅର୍ଥାତ୍ ଲକ୍ଷ୍ୟ ସ୍ଥିର କରି ନ ପାରିବା, ଅର୍ଥାତ୍ କେଉଁଠାରେ ଯିବ କ'ଣ ଯିବ ସେ ଜାଣିପାରୁନାହିଁ, ଠିକ୍ ମାର୍ଗ ଖୋଜି ନ ପାଇବା। ଅର୍ଥାତ୍ ଗୋଟିଏ ଦିନରେ ଦୁଇଟା ନିଯୁକ୍ତି ପତ୍ର ଆସିଥିବାରୁ ବିଚରା ମଧୁ ଆଖୁ କିଆରିରେ ପଶିଯାଇଛି। ଅର୍ଥାତ୍ ସେ ଜାଣିପାରୁନାହିଁ, ଲକ୍ଷ୍ୟ ସ୍ଥିର କରିପାରୁନାହିଁ, ଠିକ୍ ମାର୍ଗ ଖୋଜି ପାଉନାହିଁ ଯେ କ'ଣ ସେ କରିବ। ଆପଣା ଶିଙ୍ଗରେ ମାଟି ତାଡ଼ିବା ଅର୍ଥାତ୍ ଆତ୍ମନିର୍ଭରଶୀଳ ହେବା। ଆପଣା ଶିଙ୍ଗରେ ମାଟି ତାଡ଼ି ପାରୁଥିବା ବ୍ୟକ୍ତି ହିଁ ଆଜିକାଲି ଦୁନିଆରେ ତିଷ୍ଠି ରହିବ ଅର୍ଥାତ୍ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ। ଆଲୁ ଖୋଲୁ ଖୋଲୁ ମହାଦେବ ବାହାରିବା ଅର୍ଥାତ୍ ସାଧାରଣ କଥାରୁ ବିରାଟ କାଣ୍ଡ ଘଟିବା। ଆଲୁ ଖୋଲୁ ଖୋଲୁ ମହାଦେବ ବାହାରିବାର ଅର୍ଥ ହେଲା ସାଧାରଣ କଥାରୁ ବିରାଟ କାଣ୍ଡ ଘଟିବା। ଯୁକ୍ତିତର୍କ କରି ଘଟଣାକୁ ଆଉ ଆଗକୁ ବଢ଼ାଇବା ଠିକ୍ ହେବ ନାହିଁ, କାରଣ ଆଲୁ ଖୋଲୁ ଖୋଲୁ ମହାଦେବ ବାହାରିଲେ କଥା ସରିଲା।
ଛୋଟ କଥାରୁ ବିରାଟ କାଣ୍ଡ ହେଇଗଲି। ଇନ୍ଦ୍ରଚନ୍ଦ୍ର ନ ମାନିବା ଅର୍ଥାତ୍ ଗର୍ବରେ ସମସ୍ତଙ୍କୁ ବେଖାତିର କରିବା, କାହାକୁ ବି ନ ମାନିବା। ଗୋବିନ୍ଦ ଧନ ଗର୍ବରେ ଇନ୍ଦ୍ରଚନ୍ଦ୍ର ମାନୁନାହିଁ, ଅର୍ଥାତ୍ ସେ କାହାକୁ ମାନୁନାହିଁ। ଗର୍ବରେ ଉଡ଼ିଗଲା ଚୋରେର ପଡ଼ିଅ ଗଣିବା ଅର୍ଥାତ୍ ଅତି ଚତୁର। ଉପରେ ଉପରେ ଭାସିବା ଅର୍ଥାତ୍ ପ୍ରକୃତ କଥା ନ ଜାଣିବାକୁ ଉପରେ ଉପରେ ଭାସିବା ବୋଲି କୁହାଯାଏ। ତାପରେ ଉଷୁନା ଧାନ ଗଜା ହେବା। ଉଷୁନା ଧାନ କେବେ ଗଜା ହେବ କି? ନା, ଅସମ୍ଭବ ସମ୍ଭବ ହବା ଏଠାରେ ଉଷୁନା ଧାନ ଗଜା ହେବ ବୋଲି। ଋଣ କରି ଘିଅ ପିଇବା ଅର୍ଥାତ୍ ଅନ୍ୟ ଧନରେ ଏସ୍ କରିବା। ଋଣ କରୁଛ ଏବଂ ଖାଇ ପିଇ ଏସ୍ ରହୁଛ, ଅନ୍ୟ ଧନରେ ଏସ୍ କରିବା। ଋଷି ଜଟା ଛିଣ୍ଡାଇ ମାରିବା, ଅତି ସହନଶୀଳ ଲୋକ ପକ୍ଷରେ ମଧ୍ୟ ଅସହ୍ୟ। ଏ କାନ ପୁରାଇ ସେ କାନରେ ବାହାର କରିବା ଅର୍ଥାତ୍ କୌଣସି କଥାକୁ ଗ୍ରହଣ ନ କରିବା। ଏ କାନରେ ପୁରଉଛ ଆଉ ସେ କାନରେ ବାହାର କରୁଛ। ଶିକ୍ଷକ ଯାହା କହିଲେ ବି ତମେ ଶୁଣୁନାହ। ଠିକ୍ ସେହିପରି କୌଣସି କଥାକୁ ଗ୍ରହଣ ନ କରିବା। କପାଳ ଫାଟିବା, ଭାଗ୍ୟ ଖରାପ ହେବା। ମୋର ତ କପାଳ ଫଟା, ଅନ୍ୟକୁ ଦୋଷ ଦେଇ ଲାଭ କ'ଣ? କପାଳ ଫାଟିବା ଅର୍ଥାତ୍ ଭାଗ୍ୟ ଖରାପ ହେବା। କପାଳରେ ହାତ ଦେବା, ଭାଗ୍ୟକୁ ନିନ୍ଦା କରିବା। କଲା କନା ବୁଲାଇବା ଅର୍ଥାତ୍ ସର୍ବନାଶ କରାଇବା। କାଲି ରାତିରେ ଗୋବିନ୍ଦ ସାହୁଙ୍କ ସୁନାଗହଣା ଦୋକାନରେ ଚୋରମାନେ କଲା କନା ବୁଲେଇ ଦେଇ ଆସିଯାଇଥିଲେ, ଅର୍ଥାତ୍ ସବୁ କିଛି ସର୍ବନାଶ ଲୁଟି ନେଇଛନ୍ତି। କଲାକୁ ଧଳା କରିବା ଅର୍ଥାତ୍ ଭୁଲକୁ ଠିକ୍ ବୋଲି ପ୍ରମାଣ କରିବା। କଲାକୁ ଧଳା କରିବା ଅର୍ଥାତ୍ ଭୁଲକୁ ଠିକ୍ ବୋଲି ପ୍ରମାଣ କରିବା। କୁଟା ଖଣ୍ଡିକ ଦ୍ୱିଖଣ୍ଡ ନ କରିବା ଅର୍ଥାତ୍ ଅଳସୁଆ। କୁଟା ଖଣ୍ଡିକ ମଧ୍ୟ ଯଦି ଦ୍ୱିଖଣ୍ଡ ନ କରିବା ଅର୍ଥାତ୍ କ'ଣ? ଅଳସୁଆ ହୋଇ ବସିବା ବା ପରିଶ୍ରମ ନ କରିବା। କୁହୁଡ଼ି ପହଁରିବା ଅର୍ଥାତ୍ ବୃଥା ପରିଶ୍ରମ କରିବା। କୁହୁଡ଼ି ପହଁରିବା ଅର୍ଥାତ୍ ବୃଥା ପରିଶ୍ରମ କରିବା। କେରାଣ୍ଡି ଗନ୍ଥି ବାଲିଆ ଧରିବା, ସାମାନ୍ୟ ବ୍ୟୟରେ ପ୍ରଚୁର ଲାଭ କରିବା ଅର୍ଥାତ୍ କମ୍ ଖର୍ଚ୍ଚରେ ବଡ଼ କାମ ଆଦାୟ କରିବା। କେରାଣ୍ଡି ଗନ୍ଥି ବାଲିଆ ଧରିବା। ଖଣ୍ଡାଧାରରେ ବାଟ ଚାଲିବା ଅର୍ଥାତ୍ ସାବଧାନ ସହକାରେ ଚାଲିବା। ଖାଇବା ପଥରେ ଧୂଳି ଦେବା ଅର୍ଥାତ୍ ଜୀବିକାରେ ବାଧା ଦେବା। ତମେ ଯେଉଁଥିରେ ଚଲୁଛ ସେଥିରେ ବାଧା ଦେବା ଅର୍ଥାତ୍ ଜୀବିକାରେ ବାଧା ଦେବା। ଖିଆ କାଢ଼ିବା ଅର୍ଥାତ୍ ଦୋଷ ବାଛିବା। ଗୋଡ଼ ତଳେ ନ ଲାଗିବା ଅର୍ଥାତ୍ ଅତ୍ୟଧିକ ଖୁସି ହେବା। ଗୋଡ଼ ତଳେ ନ ଲାଗିବା ଅର୍ଥାତ୍ ଅତ୍ୟଧିକ ଖୁସି ହେବା। ଗୋଡ଼ ହାତ ଧରିବା ଅର୍ଥାତ୍ ଗୁହାରି କରିବା। ଘଣ୍ଟ ଘୋଡ଼ାଇବା ଅର୍ଥାତ୍ ଦୋଷ ଲୁଚାଇବା ବା ରକ୍ଷା କରିବା। ଘରେ ନ ପଶୁଣୁ ମୁଣ୍ଡରେ ଚାଲ ବାଜିବା ଅର୍ଥାତ୍ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଘ୍ନ ସୃଷ୍ଟି ହେବା। ଚଲୁ କରିଦେବା ଅର୍ଥାତ୍ ସବୁ ଶେଷ କରିଦେବା। ଚଷୁ କୁଟିବା ଅର୍ଥାତ୍ ବୃଥା ପରିଶ୍ରମ କରିବା। ଚାଲିଲା ଶଗଡ଼ରେ ହାତ ଦେବା, ଅତି ଦୁଷ୍ଟ। ଯଦି ଚାଲିଲା ଶଗଡ଼ରେ ହାତ ଦେବ ନିଶ୍ଚୟ ତ ହାତ କଷ୍ଟ ହେବ, ଅତି ଦୁଷ୍ଟ। କେବଳ ତୁମେ ରୂଢ଼ିର ବୁଝିବାର ଅଛି, ନହେଲେ କିଛି ନାହିଁ। ତା ୱାର୍ଡ଼ ଟୁ ୱାର୍ଡ଼ ତୁମେ ବୁଝିଗଲେ ତାର ମିନିଂଟା ତୁମେ ଜାଣିପାରିବ। ଚିତା କାଟିବା ଅର୍ଥାତ୍ ଠକିବା। ପ୍ରତିଦିନ ନିଶ୍ଚିତ ଭାବରେ ତୁମେ ଲେଖାଲେଖି କର, ନିଶ୍ଚିତ ଭାବରେ ଏହା ହେଇଯିବ, ବେଶୀ କିଛି ନୁହଁ। ଚୋରମାନଙ୍କୁ ମାନ ମାରି ଖପରା ଖାଇବା, ଅନ୍ୟ ଉପରେ ଅଭିମାନ କରି ନିଜର କ୍ଷତି କରିବା। ଛାଇ ନ ମାଡ଼ିବା ଅର୍ଥାତ୍ ଆଦୌ ସମ୍ପର୍କ ନ ରଖିବା। ଛାଇ ନ ମାଡ଼ିବା, ବାପାଙ୍କ ପଦେ କଥାରେ ମାମୁଁ ଆମ ଘର ଛାଇ ମାଡ଼ୁନାହାନ୍ତି ଅର୍ଥାତ୍ ସମ୍ପର୍କ ରଖିନାହାନ୍ତି। ଛାତିକୁ ପଥର କରିବା ଅର୍ଥାତ୍ ଧୈର୍ଯ୍ୟ ଧରିବା। ସ୍ୱାମୀ ମୃତ୍ୟୁରେ ବୋହୂଟିର ଛାତି ପଥର କରି ବଞ୍ଚି ରହିଛି ଅର୍ଥାତ୍ ଧୈର୍ଯ୍ୟର ସହ ରହିଛି, ସେ ହାର ମାନୁନାହିଁ। ଛେନାରୁ ଚୋପା ଛଡ଼ାଇବା ଅର୍ଥାତ୍ ଖୋଜି ଖୋଜି ବୃଥା ଦୋଷ ବାହାର କରିବା। ଛେନାରୁ ତମେ ଚୋପା ବାହାର କରିବ, ଚୋପା ଛଡ଼ଉଛ। ଜିରାରୁ ଶିରା କାଢ଼ିବା ଅର୍ଥାତ୍ ବୃଥା ଦୋଷ ଦେଖାଇବା। ଜିରାରେ ପୁଣି ଶିରା କାଢ଼ୁଛ ଅର୍ଥାତ୍ ବୃଥା ଦୋଷ ଦେଖାଉଛ। ଝିଣ୍ଟିକା ମାରି ବଣି ପୋଷିବା, ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ତମେ ବାଘ ପାଖକୁ ଯାଅ, କେଡ଼େ ଶକ୍ତି ଅଛି ତମର, ଠିକ୍ ସେହିଭଳି ଝିଣ୍ଟିକା ମାରିକୁ ବଣି ପୋଷିବା ଅର୍ଥାତ୍ ଦୁର୍ବଳକୁ ମାରି ସବଳକୁ ହିଁ ସାହାଯ୍ୟ କରୁଛ। ଯିଏ ପାରିବ ବଣି ତ ଯାଇକି ଖାଇପାରିବ, ଠିକ୍ ସେହିଭଳି। ତିନି ପାଞ୍ଜିରୁ ଯିବା ଅର୍ଥାତ୍ ଯଶ ତାର ହରାଇବା, ଖ୍ୟାତି ହରାଇବା। ଗୋପାଳ ବାବୁଙ୍କ ପୁଅ ନିଶା ଓ ପେଶାର ମାତି ତିନି ପାଞ୍ଜିରୁ ଗଲାଣି ଅର୍ଥାତ୍ ଆମେ ପଢ଼ିଥିଲେ ସଭ୍ୟ ଜମିଦାରରେ, ଅର୍ଥାତ୍ ଯଶ ହରାଇ ଦେଇଛି ସବୁ। ତିଲକୁ ତାଲ କରିବା ଅର୍ଥାତ୍ ଛୋଟ କଥାକୁ ବଡ଼ କରିବା।
ତିଲକୁ ତାଲ କରିବା ରମେଶ ବାବୁଙ୍କ ଅଭ୍ୟାସ ହୋଇଥିବାରୁ ତାଙ୍କୁ ବିଶ୍ୱାସ କର ନାହିଁ। ସେ ଛୋଟକୁ ବଡ଼ କରିଦିଅନ୍ତି କଥାକୁ। ତେଲ ମାରିବା ଅର୍ଥାତ୍ ଖୋସାମତ କରିବା। ଦାନାରେ ଧୂଳି ଦେବା ଅର୍ଥାତ୍ ଜୀବିକାକୁ ଉଚ୍ଛେଦ କରିବା। ଧୂଳି ଦେବା ଉଚ୍ଛେଦ କରିବା। ଦାନାରେ ଧୂଳି ଦେବା ଅର୍ଥାତ୍ ଜୀବିକାରୁ ଉଚ୍ଛେଦ କରିବା। ଅଲଗା ତାହାକୁ ଦୁଇ ନାଁରେ ଗୋଡ଼ ଦେବା। ଦୁଇ ନାଁରେ ଅର୍ଥାତ୍ ଗୋଟେ ସମୟରେ ଦୁଇଟି କାର୍ଯ୍ୟ ହେଇପାରିବ କି ନା। ଏକ ସମୟରେ ଦୁଇଟି କାମ ଆରମ୍ଭ କରି ଅସୁବିଧାରେ ପଡ଼ିବା ହେଉଛି ଦୁଇ ନାଁରେ ଗୋଡ଼ ଦେବା। ଦେହ ସୁହା ହେବା ଅଭ୍ୟସ୍ତ ହେବା। ଚାକର ପ୍ରତି ବିରକ୍ତ ହୋଇ ଲାଭ କ'ଣ? ଗାଲି ତା ଦେହ ସୁନା ହେଇଗଲାଣି। ଧରାକୁ ସରା ମୁଣିବା। କାହାରିକୁ ଭୂକ୍ଷେପ ନ କରିବା ଅର୍ଥାତ୍ ସ୍ୱର୍ଣ୍ଣଲଙ୍କାର ଅଧୀଶ୍ୱର ହୋଇ ରାବଣ ଧରାକୁ ସରା ମୁଣୁଥିଲେ ଅର୍ଥାତ୍ କାହାରିକୁ ଭୂକ୍ଷେପ ନ କରିବା। ଧୂଆଁବାଣ ମାରିବା ଅର୍ଥାତ୍ ବାହାପିଆ କଥା କହିବା, ବଢ଼େଇ ଚଢ଼େଇ କହିବା। ଧୂଆଁବାଣ ମାରିବା ଲୋକ ବହୁତଟି ତୁମେମାନେ ଦେଖିଥିବ ତମ ଆଖପାଖରେ। ନାକ ଟେକିବା ଅର୍ଥାତ୍ ଘୃଣା କରିବା। ଯଦି କିଛି ବିରକ୍ତିକର ତମେ ଦେଖୁଛ କି ସ୍ମେଲ୍ ହେଉଛି ତାହେଲେ ତମେ କ'ଣ ନାକ ଟେକ ଅର୍ଥାତ୍ ଘୃଣା କର। ତମର ଗୋଟେ ନାକର ସେପ୍ କି ବଦଳିଯାଏ। ଠିକ୍ ସେହିପରି ନାକ ଟେକିବାର ଅର୍ଥ ହେଲା ଘୃଣା କରିବା। ପାଣିରେ ସର ପକାଇବା ଅର୍ଥାତ୍ କୌଶଳରେ ମନ ଭୁଲାଇବା। ପିଠିରେ ପଡ଼ିବା ସାହା ହେବା। ପିଠିରେ ପଡ଼ିବା ଅର୍ଥାତ୍ ସାହା ହେବା। ଦୁର୍ଦ୍ଦିନରେ ଯିଏ ପିଠିରେ ପଡ଼ନ୍ତି ପ୍ରକୃତିରେ ହିଁ ସେ ବନ୍ଧୁ ଅର୍ଥାତ୍ ଯିଏ ଦୁଃଖ ସମୟରେ ସାହା ହୁଏ। ପିଠିରେ ପଡ଼ିବା ଅର୍ଥାତ୍ ସାହା ହେବା। ଫସର ଫାଟିବା ଅର୍ଥାତ୍ ବ୍ୟର୍ଥ ହେବା। ସମସ୍ତଙ୍କ ଯୋଜନା ଅକାଳରେ ଫସର ଫାଟିଗଲା ଅର୍ଥାତ୍ ବ୍ୟର୍ଥ, ୱେଷ୍ଟ, ଭ୍ୟାଲ୍ୟୁଲେସ୍। ତାହା ହବନି ବୋଧେ ଇଂଲିଶ ୱାର୍ଡ଼ ମୁଁ ବୁଝିବା ପାଇଁ ଟିକେ ଟିକେ କହିଦେଉଛି। ଏକୁରେଟ୍ ତ ହେଇପାରିବନି କିନ୍ତୁ ଟିକେ ବୁଝି ହେବ। ବାଟ କାଟିବା ଅର୍ଥାତ୍ ନିଜ ସୁବିଧା ଦେଖିବା। ବାଟ କାଟିବା ଅର୍ଥାତ୍ ନିଜ ସୁବିଧା ଦେଖିବା। ବେଲହୁଁ ବାଟ କାଟିବା ବୁଦ୍ଧିମାନ ଲୋକର କାର୍ଯ୍ୟ ଅର୍ଥାତ୍ ନିଜ ସୁବିଧା ଦେଖିକି କାର୍ଯ୍ୟ କରେ ନା। ବାଟ କାଟିବା ଅର୍ଥାତ୍ ତମେ ତ ସବୁ ରାସ୍ତାରେ ଯାଇପାରିବନି। ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବା ଅର୍ଥାତ୍ ଅସମ୍ଭବ ପାଇଁ ଚେଷ୍ଟା କରିବା। ଭିକାରୀଟିଏ ସମ୍ଭ୍ରାନ୍ତ ପରିବାର ଝିଅକୁ ବାହା ହେବାକୁ ସ୍ୱପ୍ନ ଦେଖିବା ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବା ସଙ୍ଗେ ସମାନ ଅର୍ଥାତ୍ ଅସମ୍ଭବ ପାଇଁ ଚେଷ୍ଟା। ବିରାଡ଼ି କପାଲକୁ ଶିରା ଛିଣ୍ଡିବା। ବିରାଡ଼ି କପାଲକୁ ଶିକା ଛିଣ୍ଡିବା ଅର୍ଥାତ୍ ସେ ଯେଉଁ ସୁବିଧା ଖୋଜୁଥାଏ ତାକୁ ସେହି ସୁବିଧା ମିଳିବା ଅର୍ଥାତ୍ ସେ ଦେଖୁଛି କେତେବେଳେ ଶିକା ଛିଣ୍ଡିବ। ବିରାଡ଼ି କପାଲରୁ ଶିକା ଛିଣ୍ଡିବାର ଅର୍ଥ ହେଉଛି ଯିଏ ଯେଉଁ ଅସୁବିଧା ଖୋଜୁଥାଏ ତାକୁ ସେହି ସୁବିଧା ମିଳିବା। ବିରାଡ଼ି ବେକରେ ଘଣ୍ଟି ବାଜିବା ଅର୍ଥାତ୍ ଶକ୍ତିଶାଳୀ ଲୋକ ବିରୋଧରେ ପ୍ରଥମେ ବାହାରିବା। ବିରାଡ଼ି ବେକରେ ଘଣ୍ଟି ବାନ୍ଧିବା। ବିଷଦାନ୍ତ ଭାଙ୍ଗିବା ଅର୍ଥାତ୍ ଅଦ୍ୱୈତ ଛଡ଼ାଇବା। ଭାଲୁ ଧରାଇବା ଅର୍ଥାତ୍ କୌଶଳରେ ଜଞ୍ଜାଳଗ୍ରସ୍ତ କରିବା। ଭେଲା ବୁଡ଼ିବା ଅର୍ଥାତ୍ ସର୍ବନାଶ ହେବା। ମନଘର ଧରିବା ଅର୍ଥାତ୍ ଅସୁବିଧାରେ ପଡ଼ି ସତର୍କ ହେବା। ତମେମାନେ ଏକ୍ଜାମ୍ପଲ୍ ସହ ପଢ଼ ନହେଲେ ତମମାନଙ୍କର କିଛି ମନେ ରହିପାରିବନି। ମାଛିକୁ ମୋ ବୋଲି ନ କହିବା ଅର୍ଥାତ୍ ଖୁବ୍ ଶାନ୍ତଶିଷ୍ଟ। ମୁଣ୍ଡକୁ ହାତ ପାଇବା ରୋଜଗାରକ୍ଷମ ହେବା। ମୁଣ୍ଡ ଝାଲ ତୁଣ୍ଡରେ ମାରିବା ଅର୍ଥାତ୍ କଠିନ ପରିଶ୍ରମ କରିବା। ମୁହଁ ଭାଙ୍ଗିଦେବା ଟାଣପଣ ଭାଙ୍ଗିବା। ମୁହଁ ଭାଙ୍ଗିବାର ଅର୍ଥ ହେଲା ଟାଣପଣ ଭାଙ୍ଗିବା। ରକ୍ତ ଚାଉଳ ଚୋବାଇବା ରାଗରେ ଜର ହେବା। ରକ୍ତ ଚାଉଳ ଚୋବାଇବା ଅର୍ଥ ହେଲା ରାଗରେ ଜର ହେବା। ଲୁହା ଜାଣି ପାଣି ଦେବା ଲୋକ ଦେଖି ବ୍ୟବହାର କରିବା। ଲୁହା ଜାଣି ପାଣି ଦେବା ଅର୍ଥାତ୍ ଲୋକ ଦେଖି ବ୍ୟବହାର କରିବା। ସଜ ମାଛରେ ପୋକ ପକାଇବା ଦୋଷ ଶୂନ୍ୟ କାର୍ଯ୍ୟରେ ଦୋଷ ଦେଖାଇବା। ଭଲ ମାଛରେ ତୁମେ ପୋକ ପକାଉଛ ତାହେଲେ ତୁମେ ଦୋଷ ଦେଖାଉଛ। ଦୋଷ ଶୂନ୍ୟରେ ଦୋଷ ଦେଖାଉଛ। ଦୋଷ ଶୂନ୍ୟ କାର୍ଯ୍ୟରେ ଦୋଷ ଦେଖାଇବା। ହଲିଲା ପାଣିରେ ଗୋଡ଼ ନ ଦେବା ଅର୍ଥାତ୍ ବିପଳ ବା ଜଞ୍ଜାଳ ଥିବା ବିଷୟରେ ନ ପଶିବା। ହଲିଲା ପାଣିରେ ତୁମେ ଗୋଡ଼ ନ ଦେବା ଅର୍ଥାତ୍ ସେଥିରେ କ'ଣ ଅଛି ତୁମେ ଜାଣୁଛ ଡେଞ୍ଜର ଅଛି ବୋଲି ଜାଣୁଛ ପୁଣି ସେଥିରେ ତୁମେ ଗୋଡ଼ ଦେବ କି ନା ନ ଦେବା। ହାତ ବାନ୍ଧି ବସିବା ଅର୍ଥାତ୍ ନିରୁପାୟ ହେବା। ଉପାୟ କୌଣସି ନାହିଁ ହାତ ବାନ୍ଧି ବସିବା। କାମ ନ ପାଇ ମୂଲିଆମାନେ ହାତ ବାନ୍ଧି ବସିଛନ୍ତି ତାଙ୍କର କିଛି ଉପାୟ ନାହିଁ ନିରୁପାୟ ହେବା। ହାତରୁ ଖାଇ ଘୋଡ଼ା ଆଗରେ
ଡେଇଁବା, ଅଯଥା କଷ୍ଟ ସ୍ୱୀକାର କରିବା, ହାତେ ମାପି ଚାଖଣ୍ଡେ ଚାଲିବା ଅର୍ଥାତ୍ ସତର୍କରେ କାମ କରିବା। ତାପରେ କ୍ରିୟାହୀନ ରୂଢ଼ି, ଯେଉଁଥିରେ କ୍ରିୟାପଦ ନଥାଏ, ବ୍ୟବହାର ହୋଇନଥାଏ, ତାକୁ ହିଁ କ୍ରିୟାହୀନ ରୂଢ଼ି ବୋଲି କୁହାଯାଇଥାଏ। ଆଉ ବିଶେଷ କିଛି ନାହିଁ। ବାକ୍ୟାଂଶ ବା ପଦ ସଂହିରେ ଯେଉଁଥିରେ କ୍ରିୟାପଦ ନଥାଏ ଆଉ ଅବିଧାନିକ ଅର୍ଥ ନ ବୁଝାଇ ଏକ ବିଶେଷ ଅର୍ଥ ବୁଝାଏ, ତାକୁ କ୍ରିୟାହୀନ ରୂଢ଼ି ବୋଲି କୁହାଯାଏ। ଅକଲ ସଲାମୀ ଅର୍ଥାତ୍ ଉଚିତ ଶାସ୍ତି। ଅକଲ ସଲାମୀ, ସେ ମୋତେ ଯେମିତି ହୀନସ୍ତା କରିଛି ମୁଁ ତାକୁ ଅକଲ ସଲାମୀ ନ ଦେଇ ଛାଡ଼ିବି ନାହିଁ, ଅର୍ଥାତ୍ ଉଚିତ ଶାସ୍ତି ଦେବାକୁ କହୁଛି, ବାଧ୍ୟ ତାକୁ ଉଚିତ ଶାସ୍ତି ଦେବି। ଅକାଲ କୁଷ୍ମାଣ୍ଡ ଅର୍ଥାତ୍ ଅଯୋଗ୍ୟ, ଅନ୍ଧ ବୁଝାମଣା, ଅନ୍ୟାୟ ବିଚାର, ଅନ୍ଧର ଲଉଡ଼ି, ଅସହାୟର ସହାୟ। ଶ୍ରୀକୃଷ୍ଣ ଯଶୋଦାଙ୍କର ଅନ୍ଧର ଲଉଡ଼ି ଥିଲେ। ଅରଣ୍ୟ ରୋଦନ, ବୃଥା ପ୍ରାର୍ଥନା, ଅଲଣା କଥା, ମୂଲ୍ୟହୀନ କଥା, ଅହୀନ କୂଳ ସମ୍ପର୍କ ହେଲା ଘୋର ଶତ୍ରୁତା। ଆକାଶ କୁସୁମ ଅର୍ଥାତ୍ ଅସମ୍ଭବ କଥା, ଆପେ ବଞ୍ଚିଲେ ବାପର ନାଁ, ନିଜକୁ ସୁରକ୍ଷିତ କରିବା। ଉତ୍ତମ ମଧ୍ୟମ ଅର୍ଥାତ୍ ନିସ୍ତୁକ ମାଡ଼, ଏ ଘର ମାଉସୀ ସେ ଘର ପିଉସିତା, ଦୁଇ ପକ୍ଷ ସହିତ ସମ୍ପର୍କ ରଖି କଲି ଲଗାଇବା ନାରୀକୁ ଏ ଘର ମାଉସୀ ସେ ଘର ପିଉସୀ ବୋଲି କୁହାଯାଏ। ଅଳିଆରୁ ଗଜା, ଜନ୍ମରୁ ସିଆଣିଆ ବା ଚତୁର। କପାଳ ଲିଖନ ଅର୍ଥାତ୍ ଭାଗ୍ୟଫଲ, କଂସାରୀ ଘରର ପାରା ଅର୍ଥାତ୍ ଅଭିଜ୍ଞ ଲୋକକୁ ସାଧାରଣ କଥାରେ ଡରାଇବା। କୁମ୍ଭୀର କାନ୍ଦଣା ଅର୍ଥାତ୍ ଉପର ଠାଉରିଆ ସାହୁନି ବା ଛଳନାପୂର୍ଣ୍ଣ ଆଚରଣା। ଗୋଟିଏ ଚାଉଳରେ ଗଢ଼ା ଅତି ସୁନ୍ଦର, ଗୋଠ ଖଣ୍ଡିଆ ଅର୍ଥାତ୍ ଦଳରୁ ଅଲଗା ହେବା। ଗୋବର ଗଣେଶ ଅର୍ଥାତ୍ ବୁଦ୍ଧିହୀନ ବା ମୂର୍ଖ। ଘର ଢିଙ୍କି କୁମ୍ଭୀର ଅର୍ଥାତ୍ ନିଜ ଲୋକ ଶତ୍ରୁ। ଚାରି ଦୌଡ଼ି କଟା ଅର୍ଥାତ୍ ବେପରୁଆ ବା ବେଲଗାମ ବା ଲଗାମ ଛଡ଼ା। ଜପାମାଲି ଅର୍ଥାତ୍ ଅତ୍ୟନ୍ତ ପ୍ରିୟ। ଝିମିଟି ଖେଳରୁ ମହାଭାରତ, ସାମାନ୍ୟ କଥାରୁ ଅନର୍ଥ ଜାତ ହେବା। ତେଲିଆ ମୁଣ୍ଡରେ ତେଲ, ଥିଲା ବାଲାକୁ ସାହାଯ୍ୟ କରିବା। ତେଲିଆ ମୁଣ୍ଡରେ ତେଲର ଅର୍ଥାତ୍ ଥିଲା ବାଲାକୁ ସାହାଯ୍ୟ କରିବା। ନଈ ନ ଦେଖୁଣୁ ଲଙ୍ଗଳା, ବିପଦ ଆଶଙ୍କାରେ ଛାନିଆ ହେବା। ନାଟର ଗୋବର୍ଦ୍ଧନ ଅର୍ଥାତ୍ ଅନର୍ଥର ମୂଳ ବୋଲି କୁହାଯାଉଛି। ବଣ ବିଛୁଆତି ଅର୍ଥାତ୍ ଅତି ଦୁଷ୍ଟ, ବଣ ବିଛୁଆତି ଅର୍ଥାତ୍ ଅତି ଦୁଷ୍ଟ। ବାକୁବତା ଅର୍ଥାତ୍ କ୍ଷୀଣ ଆଶ୍ରୟ। ବାହାଘର ବେଲେ ବାଇଗଣ ରୁଆ, ଶେଷ ମୁହୂର୍ତ୍ତରେ କାମ ଆରମ୍ଭ କରିବା। ଯେଭଳି ପରୀକ୍ଷା ବେଲେ, ଠିକ୍ ସେଇ ଏକ୍ଜାମ୍ପଲ୍ ଏଥିରେ ଲାଗୁଛି। ବାହାଘର ବେଲେ ବାଇଗଣ ରୁଆ। ବୋଝ ଉପରେ ନଲିତା ବିଡ଼ା ଅର୍ଥାତ୍ କଷ୍ଟ ଉପରେ କଷ୍ଟ। ମାଙ୍କଡ଼ ହାତରେ ଶାଲଗ୍ରାମ ଅର୍ଥାତ୍ ଅଯୋଗ୍ୟ ହାତରେ ଦାୟିତ୍ୱ ଦେବା। ହାତ ଅଳସେ ନିଶ ବଙ୍କା, ଅଳସୁଆ ହେତୁ କଷ୍ଟ ପାଇବା। ହାତ ମଧ୍ୟରେ ବ୍ରହ୍ମଜ୍ଞାନ, ଅନୁପଯୁକ୍ତ ସ୍ଥାନରେ ଜ୍ଞାନ ଚର୍ଚ୍ଚା କରିବା। ହାତ ବାରିଶି ଅର୍ଥାତ୍ ବୋଲ କରା। କ୍ଷୀର ନୀର ସମ୍ପର୍କ ଅର୍ଥାତ୍ ନିବିଡ଼ ସମ୍ପର୍କ। ଭକ୍ତ ଭଗବାନ ମଧ୍ୟରେ ହେଉଛି କ୍ଷୀର ନୀର ସମ୍ପର୍କ। ଲଙ୍କାରେ ହରି ଶବ୍ଦ, ଅସମ୍ଭବ କଥା ସମ୍ଭବ ହେବା। ତାପରେ ଆସିଲା ତୁଳନାତ୍ମକ ରୂଢ଼ି। ତ ଯେଉଁ ଖଣ୍ଡବାକ୍ୟ ବା ପଦ ସଂହତିରେ ଉପମେୟକୁ ଉପମାନ ସହିତ ତୁଳନା କରିବା ସଙ୍ଗେ ସଙ୍ଗେ ଉପମାବାଚକ ଶବ୍ଦ ହେଲା ପରି, ତାକୁ ତୁଳନାତ୍ମକ ରୂଢ଼ି ବା ଉପମାଯୁକ୍ତ ରୂଢ଼ି ବୋଲି କୁହାଯାଏ। ତ ମାନେ ପ୍ରତ୍ୟେକ ୱାର୍ଡ଼ରେ ପରି ଦେଖୁଥିବ, ପରି ପାପାକି ପରି ନୁହଁ, ଏଣ୍ଡୁଅ ପରି। ତ ଏଥିରେ ପରି ଲାଗୁଥିବ ସବୁ ଶବ୍ଦରେ। ଏଣ୍ଡୁଅ ପରି ମୁଣ୍ଡ ଟାଙ୍ଗୁରିବା ଅର୍ଥାତ୍ କିଛି ନ ବୁଝି ସବୁ କଥାରେ ହଁ ମାରିବା, ସମ୍ମତି ଜଣାଇବା। ତମେ ଯେପରି କ୍ଲାସରୁମ୍ରେ କିଛି ନ ବୁଝି ମଧ୍ୟ ହଁ ସାର୍ ବୋଲି ମୁଣ୍ଡ ଟାଙ୍ଗର, ହେଲେ କିଛି ବୁଝୁନଥାଅ, ଠିକ୍ ସେଇଭଳି। ଥଟ୍ଟା କରୁଛି ହେଲା, ସିରିୟସଲି ନବ ନାହିଁ କିଏ। କାଠଗଡ଼ ପରି, ସବୁଥିରେ ତମର ପରି ପରି ଲାଗିଛି। ଦେଖ ତମମାନେ ତୁଳନାତ୍ମକ ରୂଢ଼ିକୁ ଦେଖୁଛ, ସବୁଥିରେ ପରି ପରି ଲାଗିଛି। ତ କାଠଗଡ଼ ପରି ପଡ଼ି ରହିବା ଅର୍ଥାତ୍ ନିଶ୍ଚଳ ଭାବରେ ରହିବା। ଏପଟ ନ ହେଲେ ସେପଟ ନ, ପୁରା ସ୍ଥିର ନିଶ୍ଚଳ ଭାବରେ ରହିବା। କୁଆ ପରି କାଉ କାଉ ହେବା ଅର୍ଥାତ୍ ସବୁବେଳେ ବକର ବକର ହେବାକୁ କୁଆ ପରି କାଉ କାଉ ହେବା ବୋଲି କୁହାଯାଏ। ତାପରେ ଖୁଣ୍ଟଟା ପରି ଠିଆ ହେବାର ଅର୍ଥ ହେଲା କିଛି କାମ ନ କରି ଖାଲି ଠିଆ ହୋଇଥିବା। ଛୁଞ୍ଚି ପରି ମୁହଁ କରିବା ଅର୍ଥାତ୍ ରାଗରେ ମୁହଁ ଶୁଖେଇ ବସିବା। ଜୋକ ପରି ଲାଗିବା ଅର୍ଥାତ୍ ନଛୋଡ଼ ବନ୍ଧା। ପବନ ପରି ଧାଇଁବା, ଜୋରରେ ଲାଗି ପଡ଼ିବା, କାର୍ଯ୍ୟ ବ୍ୟସ୍ତ ରହିବା। ପେଡ଼ି ପରି ମୁହଁ କରିବା ଅର୍ଥାତ୍ ମୁହଁ ଫୁଲେଇ ହେବା। ବରଡ଼ା ପତ୍ର ପରି ଥରିବା ଅର୍ଥାତ୍ ଭୟରେ ଛାନିଆ ହୋଇଯିବା ଅର୍ଥାତ୍ ଭୟରେ ଥରିବା। ଶୁଆ ପରି ଘୋଷିବା, ମନେ ରଖିବା ପାଇଁ ଚେଷ୍ଟା ଶୁଆ ପରି ଘୋଷିବା କିଛି।
ହାଣ୍ଡି ପରି ମୁହଁ କରିବା, ଅଭିମାନ କରିବା। ଏହା ଥିଲା ତମମାନଙ୍କର ରୂଢ଼ି। ପରବର୍ତ୍ତୀ ସମୟରେ ଏହାର କ୍ୱେଶ୍ଚିନ୍ ଆନ୍ସର୍‌କୁ ମୁଁ ଆଣିବି ଯଥାଶୀଘ୍ର ପୁରା ଗୋଟେ ଦିନ ନହେଲେ 2 ଦିନ ମଧ୍ୟରେ। ତ ପୁଣି ଦେଖା ହବା ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍। ବନ୍ଦେ ଉତ୍କଳ ଜନନୀ।